ଜୟ ଜଗନ୍ନାଥ। ମଉସା ତମେ ତ ଦିଲ୍ଲୀ ଫିଲି ସବୁ ବୁଲିକି ପଳେଇ ଆଇଲଣି, ଆମକୁ ଡାକିଲନି, ଆମେ ଭଲା ଯାଇଥାନ୍ତୁ ଟିକେ ଦେଖିକି ଯାଇଥାନ୍ତୁ। କ'ଣ ଭାଇ ଆଜି ଆଲୋଚନା କ'ଣ କରିବା? ଓଡ଼ିଶାରେ ଯୁଦ୍ଧ। ଆମେ ତ ଇଏ ତ ଆରମ୍ଭ ହେଇଯାଇଛି, କ'ଣ 49 ଯୁଦ୍ଧ ଆରମ୍ଭ ହେଇଯାଇଛି। ଭାରତ ଯୁଦ୍ଧ ତ କେବେ ହବ ଆମର ଆଲୋଚନା ସରିଛି। ଆଜି ଆଲୋଚନା କରିବା ଓଡ଼ିଶା ଯୁଦ୍ଧ ହେଲା। ଓଡ଼ିଆଙ୍କର କି ଯୁଦ୍ଧ କହିଲ? ଓଡ଼ିଆଙ୍କର ହଉଛି ମୁଡ଼ିଆ ଠେଙ୍ଗା ଯୁଦ୍ଧ ନା ନାଇଁ? ଆମ ଅତି ଏବେ ନାହିଁ, 20 ବର୍ଷ ତଳକୁ ପଳାଅ, ଗାଁରେ ଯଦି ଗୋଟେ ଝଗଡ଼ା ହେଉଥିବ ସବୁ ଠେଙ୍ଗା କିଏ କେଉଁଠି ରଖିଦେ ଫଟଫାଟ ବାହାରି କରିକି ପଳେଇ ଆସିବେ। ଏବେ ସବୁ ସୋଡ଼ ଫୋଡ଼ ଖଣ୍ଡା ଫଣ୍ଡା ସବୁ ନେଇ ପଳେଇ ଆସୁଛନ୍ତି, ଖଣ୍ଡା କିଏ ଫାର୍ସା ଏମିତି ଧରି ପଳେଇ ଆସୁଛନ୍ତି। କିନ୍ତୁ ସେତେବେଳେ ଇଏ ନଥିଲା, ଖଣ୍ଡା ଫାର୍ସା ବେଶୀ ବ୍ୟବହାର ନଥିଲା। 20 ବର୍ଷ ତଳକୁ ପଳାଅ, ଯଦି ଗୋଟେ ଝଗଡ଼ା ହେଲା କେଉଁଠି, ଧରାଯାଉ ଆମର ଗୋଟେ NH5 ଝଗଡ଼ା ହେଲା, ଆଉ ମୁଁ ବି ଅନୁଭୂତି ଯେ ଝଗଡ଼ା ହେଲା ସବୁ ଠେଙ୍ଗା ଖଣ୍ଡେ ଖଣ୍ଡେ ଧରି ଚାଲ, ମାନେ ସେତେବେଳେ ଏମିତିଆ ଥିଲା। ଆଉ ଭାଇ ଭଲ ମନ ରଖିଥାଅ, ବଳରାମଙ୍କର ଗଦା ପାହାରକୁ ଓଡ଼ିଆଙ୍କର ଠେଙ୍ଗା ପାହାର, ବୁଝି ହେଉଛି? ଓଡ଼ିଆ ଠେଙ୍ଗା ମାଡ଼ ଇଏ ଏକାଥରେ ସାଇଜ କରିଦିଏ। ଓଡ଼ିଶାରେ ଯେଉଁ ଯୁଦ୍ଧ ହବ ଇଏ ଠେଙ୍ଗା ପାହାର ଯୁଦ୍ଧ ହବ। ଠେଙ୍ଗା ପାହାର ଯୁଦ୍ଧ କ'ଣ କହିଲ ନା? ଅନେକ କ୍ଷୟକ୍ଷତି ଘଟିଯିବ, ଆ ଦେହରେ ଆଉ କିଛି ଲୋକ ବ୍ୟକ୍ତି ବିଶେଷ ଭକ୍ତ ମଧ୍ୟ ବଞ୍ଚିକି ରହିବେ। ମାନେ ଯେଉଁଟା କହନ୍ତି କ'ଣ ନିତ୍ୟାଙ୍ଗ ଭକ୍ତ ନୁହଁ, ଠାକୁରଙ୍କ ଅନ୍ତରଙ୍ଗୀ ଭକ୍ତି ନୁହଁ, କିଛି କାନ୍ତାରିଆ ଭକ୍ତ ଅଛନ୍ତି ପ୍ରଭୁଙ୍କ ନାଁ ଧରୁଥିବେ, ସେମାନେ କିଛି ବଞ୍ଚିକି ରହିଯିବେ। ବଞ୍ଚି ରହିଗଲା ପରେ ସିଏ କହିବ ମୁଁ ଠାକୁର, ସିଏ କହିବ ମୁଁ ଠାକୁର, ସିଏ କହିବ ମୁଁ ଠାକୁର, ସବୁ ଆଉ ଠାକୁର ବାହାରିଥିବେ, ସବୁ ଠାକୁର ବାହାରିଥିବେ। ଅଗେଇ ବାହାରିଛନ୍ତି ସେତେବେଳେ କ'ଣ ସବୁ ଯାକ ମରିଯିବେ? କିଛି ରହିଥିବେ, ତାଙ୍କର ସବୁ ଚେଲା ଥିବେ, କାହାର 5000, କାହାର 3000, ଏମିତି ସବୁ ଚେଲା ଥିବେ। ସିଏ କ'ଣ ହେବେ? ତାଙ୍କ ଭିତରେ ସବୁ ଆଡିଆ ପିଟା ହେଇଛି। କୋଉଥିରେ? ମୁଡ଼ିଆ ଠେଙ୍ଗା। ଜୋର ଯାହାର ମୁଲକ ତାର, ମାନେ ବାଡ଼ିଆ ବାଡ଼ି ହେଇକି ଠାକୁର ହବାକୁ ଚେଷ୍ଟା କରିବେ। ସେତିକିବେଳେ ମନେ ରଖିଥାଅ, ପ୍ରକୃତ ଯିଏ ଠାକୁର ସେ କ'ଣ କରିବେ? ଲୁଚିକି ରହିଥିବେ, ତାଙ୍କ କଳାକୁ ହରଣ କରି ନେଇଥିବେ। ବାରଣ ବେଳକୁ 12 ଜଣ ଥିବେ, ଦେଖିବି 12ଙ୍କ କଳି। ଶେଷ ସମୟକୁ 12 ଜଣ ଥିବେ, ସେ ବାଡ଼ିଆ ବାଡ଼ି ହେଉଥିବେ, ମୁଁ ଲୁଚିକି ସେ 12 ଜଣଙ୍କ କଳିକି ଦେଖୁଥିବି। କିଏ କହୁଛନ୍ତି? ମହାପୁରୁଷ କହୁଛନ୍ତି। 12ଙ୍କର କଳା ହରଣ କରିବେ ଆପେ ପ୍ରଭୁ ବନମାଳୀ। ସେ ସମୟରେ 12 ଜଣଙ୍କର କଳାକୁ ହରଣ କରି ନେଇଯିବେ। କିଏ ସେ? ବନମାଳୀ ବୋଲନ୍ତି ପ୍ରଭୁ ନାରାୟଣ ସ୍ୱାମୀ। ଅସମ୍ଭବ କ'ଣ? ଏ ତୀରଟା ବାଜିଗଲା, ଯାରା ସବର ମାଇଲା ଦ୍ୱାପରରେ। ଅର୍ଜୁନ ଗଲା ଆଲିଙ୍ଗନ କରିବାକୁ, ମୋ ସଖାକୁ କେତେ କଷ୍ଟ ହେଉଥିବ ରେ। ସହଦେବ ମନା କରୁଛି, ତା କଥା ମାନିଲାନି। ମୋ ସଖା ଗଲା, ଟିକେ ଛୁଇଁ ଦେଲା, କ'ଣ ହେଲା? ତା କଳାକୁ ହରଣ କରି ନେଇଗଲ। ସ୍ପର୍ଶ କରୁ କରୁ ବାଳି ତା ଆଖିକି ଯିଏ ଅନେଇ ଦେବ, ସେ ତାର କ'ଣ କରିବ? ଅଧା ବଳ ହରଣ କରି ନେଇଯିବ। ବୁଝିହେଉଛି? କଳି ଯୁଗ, ଜଗା କା ମାୟା କୋଇ ନେଇ ପାୟା। ବୁଝିହେଉଛି? ଜଗନ୍ନାଥଙ୍କୁ ବର୍ତ୍ତମାନ ଆମେ କଣ୍ଢେଇ ବୋଲି ଧରି ନେଇଛେ। ଜଗତର ନାଥ, ନାଥ ତ ନାଥ, ଜଗତର ନାଥ, ଯାହାର ଘରଣୀ ସଂସାରର ପଡ଼ିଯାତ୍ରୀ, ଟିକେ ଦିଉଣା କଥା ଆମେ ଖାଇବାକୁ ପାଇବାନି, ତାକୁ ଆମର ଭୟ କାହାର ନାହିଁ। କାରଣ ବର୍ତ୍ତମାନ ହରେ ଟଙ୍କା, ଟଙ୍କା ଟଙ୍କା ହରେ ହରେ, ହରେ ସୁନା, ସୁନା ସୁନା ହରେ ହରେ।
ସେ ହରେ ରାମ ଆଉ ଲୋକଙ୍କ ପାଟିରେ ପଶୁନାହିଁ କି ହରେ କୃଷ୍ଣ ପଶୁନାହିଁ। ଲୋକ ସକାଳୁ ଉଠିଲେ କେମିତି କେଉଁଠୁ ଟଙ୍କା ଆଣିବା, କେଉଁଠୁ ସୁନା ଆଣିବା, କେଉଁଠୁ ମଦ ଆଣିବା, କେଉଁଠୁ ଜମି ବେପାର ହେବ, ଲୋକଙ୍କର ଏଇ ବେପାର ବର୍ତ୍ତମାନ ଚାଲିଛି। ଠିକ ନା ଭୁଲ? ଜଗନ୍ନାଥ ଭେରି ଭେରି ଇମ୍ପୋର୍ଟାଣ୍ଟ। ସେ ଦାରୁ ବିଗ୍ରହ ହେଇକି ଦାରୁ ଭିତରେ ବ୍ରହ୍ମ ସଜାଗ, ତେଣୁ ତା ନାଁ ହେଲା କ'ଣ? ଦାରୁ। ଇଏ ଯେତେବେଳେ 12 ଜଣ କ'ଣ ହେବେ? ଏକାଠି ହେବେ। ତାଙ୍କ ଭିତରେ କ'ଣ ହବ? କଳି ଲାଗିବ। ମହାପୁରୁଷ ଅଚ୍ୟୁତ କହୁଛନ୍ତି 12ଙ୍କର କଳା ହରଣ କରିବେ, ଆପେ ପ୍ରଭୁ ବନ ମାରେ। ଏଇ 12 ଜଣ ଯେତେବେଳେ ବାଡ଼ିଆ ପିଟା ହେବେ, ସେତେବେଳେ ସଂସାର କିନିବିନି ହେଇଯାଇଥିବ, ଅଳ୍ପ ଅଳ୍ପ ଲୋକ ରହିଥିବେ। ଏଇଟା କେବେ ଘଟିବ? ଶାସ୍ତ୍ର ନାଁ ହେଉଛି ଲକ୍ଷ୍ମୀଧର ବିଳାସ। ସେଥିରେ ମହାପୁରୁଷ ଖୋଲିକି ଲେଖିଲେ। ଲକ୍ଷେ ଗ୍ରନ୍ଥ ହେଲା ପୂର୍ଣ୍ଣ ଯୋଉଠି ହେଲା, ତା ନାଁ ହେଲା ଲକ୍ଷ୍ମୀଧର ବିଳାସ। ମହାପୁରୁଷ କହୁଛନ୍ତି ଗ୍ରାମେ ଗ୍ରାମେ ହେବ ଅରିଷ୍ଟ ଧୂମ କାର ଦିଶିବ, ନିଶିବଦ ପ୍ରାୟ ସଂସାର ଦିନୁ ଦିନ ହୋଇବ। ହେଲେ ସିଏ ସମୟ ବେଳକୁ ଗାଁ ଗୁଡ଼ାକ ଅରିଷ୍ଟ ଘଟିବ, ମାନେ ଖିନିଭିନି ହେଇଯାଇଥିବ, ନଷ୍ଟ ସବୁ ହେଇଯାଇଥିବ। ଧୂମ କାର ଦିଶିବ, ଜଗତଟା ଖାଁ ଖାଁ ଦେଖାଯାଉଥିବ, ଏତେ ଲୋକ ସଂଖ୍ୟା ନଥିବେ। ନିଶିବଦ ପ୍ରାୟ ସଂସାର ଦିନୁ ଦିନ ହୋଇବ, ସେ ସମୟରେ ଯୁଆଡ଼େ ଚାଲିଯିବ ନିଃଶବ୍ଦ ଲାଗୁଥିବ। କିଏ କହୁଛନ୍ତି? ଅଚ୍ୟୁତ ମହାପୁରୁଷ। ଏଇଟା କେବେ ଘଟିବ ନା 58-16-50 ଅଙ୍କ ଚାରିଲେ ତୁଲ, ଏହି ସମୟରେ ସଂଗ୍ରାମ ହେବ ଓଡ଼ିଶା ପୁର। ଜୟ ଜଗନ୍ନାଥ। 58-16-50 ମିଶିକି କେତେ ହେଲା? 124। ଚାରିରେ ତୁଲ, ତୁଲ ବୋଲନ୍ତେ ଚାରିରେ ଭାଗ କର। ତୁଲ ଶବ୍ଦର ଅର୍ଥ କ'ଣ? ଭାଗ ବା ଓଜନ। କହନ୍ତି ନା ଏ ମୋର ତଉଳି ଦେଲରେ, କହନ୍ତି ନା। ଏବେ କହୁଛି ଆମେ ଓଜନ କରିବାକୁ, ସେତେବେଳେ କହନ୍ତି ତଉଳି ଦିଅ। ବୁଝି ହଉଛି ନା? ଏଠି ମହାପୁରୁଷ କହୁଛନ୍ତି ଚାରିରେ ତୁଲ, ତାକୁ 4 ଭାଗରେ ବିଭକ୍ତ କର। ହେଲେ କେତେ ହେଲା? 31। ମହାପୁରୁଷ କହନ୍ତି ଯେତେବେଳେ କଳିଯୁଗର ଆୟୁ 5131 ବର୍ଷ ହବ, ବା କଳି କଲ୍ୟାଭିତା 5131 ବର୍ଷ ହବ, ସେହି ସମୟରେ ଓଡ଼ିଶା ଭୂଖଣ୍ଡରେ କ'ଣ ହବ? ସଂଗ୍ରାମ ହବ। କାହାର? ଏଇ ଯୋଉ ବାରଣ ବେଳକୁ 12 ଜଣ ଥିବେ, ଲାଗିବ 12ଙ୍କ କଳି। ये जो 12 जन ग्रुप जो सब थे ओडिशा जहाँ जहाँ बचा बचा है तांक भीतर कौन हम झगड़ा सृष्टि हम। से समय महाप्रभु निजे कौन करेंगे? लोकलोचन को न आसी लुचिकी रही ये 12 जनकर कला को हरण कर जहा फल ये जो 12 जन से माने पापी नुह, से माने प्रभुंकर भक्त किंतु ताकर अतीतर चेतना रथिबो। जेमिति द्वापर जुगरे बलदेव हेले बड़ बयस बड़ भाई, कृष्ण हेले सान भाई। बलदेव द्वारिकार रजा हवा चिंता कले, कृष्ण जापारे कहले भाई की माया बोधे राशि जाइए। रुक्मिणी डाकिले, रुक्मिणी टी आसिल आसिल से आसिले पाखे छिड़ा करदे, कहले भाई टी अनैल। देखला बेलू कौन ये नारायण लक्ष्मी नारायण अच्छा, ये शेषनाग अनंत, से चेतना फेरला। से भाव में ये 12 जनकर कला को जो प्रभु हरण करे से माने प्रभु से दासत्व होकर रे आ प्रभुत्व लाभ करेंगे ना। एथर बुझीपार ना? 5131 वर्ष जो कलिजुगर आयुष हम, से समय उत्कल भूखंड कौन हम? ओडिशा बाटी बुझीगल से पूरा झगड़ा सृष्टि हम। आशाटा कौटू कहे जाच ना? ओडिशा, बंग, बिहार,
ଓଡ଼ିଶା ମିଶିକି ହେଉଛି ଉତ୍କଳ। ଓଡ଼ିଶାଟାକୁ ମହାପୁରୁଷ କହୁଛନ୍ତି ଯାଜପୁରରୁ ପୁରୀ କି ଓଡ଼ିଶା ବୋଲି କୁହାଯାଏ ମହାପୁରୁଷଙ୍କ ବାଣୀ ହିସାବରେ। ତେଣୁ ଆରି ଭିତରେ ବାଡ଼ିଆ ପିଟା ଆରମ୍ଭ ହେବ। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ କବା ହରି ବୋଲ।